କଲରାପତରିଆ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଏସ୍ଟିଏଫ୍। କଲରାପତରିଆ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଏସ୍ଟିଏଫ୍। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା କଣ୍ଟାମାଳ ରୋଡ୍ରେ ବିକ୍ରି ପାଇଁ ଚାଲିଥିଲା ଡିଲ୍। ଜଣେ ମାଫିଆ ଗିରଫ। ଅଭିଯୁକ୍ତ ଜଣକ ହେଲେ କଣ୍ଟାମାଳ ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମର ରମାକାନ୍ତ ଭୋଇ, ବୟସ 32। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ଏସ୍ଟିଏଫ୍। ସୂଚନା ଥାଉ କି ବୌଦ୍ଧରୁ 2023-2024 ମସିହା ମଧ୍ୟରେ ଜବତ ହେଲାଣି 5ଟି କଲରାପତରିଆ ବାଘ ଚମଡ଼ା। ସୂଚନା ମୁତାବକ କଣ୍ଟାମାଳ ଅଞ୍ଚଳରେ ଏକ ବାଘ ଛାଲ ଥିବା ବିଶେଷ ସୂତ୍ରରୁ ଏସ୍ଟିଏଫ୍ ସୂଚନା ପାଇଥିଲା। ପରେ ବାଘ ଛାଲ କିଣିବା ପାଇଁ ଛଦ୍ମବେଶ ଧରି ଏସ୍ଟିଏଫ୍ ଯାଇ ପହଞ୍ଚିଥିଲା। ଆଉ ମନମୁଣ୍ଡା କଣ୍ଟାମାଳ ରୋଡ୍ ଡିଲ୍ ପାଇଁ ମାଫିଆଙ୍କୁ ଡାକିଥିଲା ଏସ୍ଟିଏଫ୍। ପରେ ଡିଲ୍ କଲାବେଳେ ମାଡ଼ି ବସିଥିଲା ଏସ୍ଟିଏଫ୍। ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତ କଣ୍ଟାମାଳ ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମର ରମାକାନ୍ତ ଭୋଇଙ୍କୁ କୋର୍ଟ ଚାଲାଣ କରିଛି ଏସ୍ଟିଏଫ୍। ସେପଟେ ଶିକାରୀକୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ଏସ୍ଟିଏଫ୍। ସୂଚନା ଥାଉ କି ବୌଦ୍ଧରୁ 2023-2024 ମସିହା ମଧ୍ୟରେ ଜବତ ହେଲାଣି 5ଟି କଲରାପତରିଆ ବାଘ ଚମଡ଼ା, ଯାହା ବନ ବିଭାଗ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷଣ୍ଢଙ୍କ ରିପୋର୍ଟ, ଫୋଟୋ ନ୍ୟୁଜ୍।